ବହିରେ କଣ ଦେଖୁଛ? ଏଇ ଯୋଉ ଚିତ୍ର ଅଛି ଏ ଚିତ୍ରରେ କଣ ଦେଖୁଛ? ଆଉ କଣ ଦେଖୁଛ? ଆଉ କଣ ଦେଖୁଛ? ଆଉ ଆଉ କଣ ଅଛି? ଆରେ ବା, ସବୁ କହିଦେଲ ଆଉ। ଏବେ ଆମେ ଏଇ ଚିତ୍ରରେ ଯାହା ସବୁ ଅଛି ତାକୁ ନେଇ ଗୋଟେ ସୁନ୍ଦର ଗପଟେ ପଢିବା ହେଲା। ମୁଁ ପଢିବି, ତମେ ସବୁ ଶୁଣିବ, ଠିକ ଅଛି? ଆଚ୍ଛା ହଉ ହେଲା। ମୁଁ ଏବେ ଯୋଉ ଗପଟା ପଢିବି ତା ନାଁ ହଉଛି ଛେଳି ଡରେ ପାଣି ହେଲା। ଛେଳି ପାଣିକି ଡରେ, ଛେଳି ଡରେ ପାଣିକି। ମୁଁ ପଢୁଛି, ତମେ ସମସ୍ତେ ଶୁଣିବ, ଠିକ ଅଛି? ବଣ ଭିତରେ ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ, ଝରଝର କରି ବହି ଯାଉଥାଏ। ଝଲମଲ ପାଣି, ମାଛମାନେ ଭକ ଭକ ଡେଇଁ ଡେଇଁ କରୁଥାନ୍ତି। ଛେଳିଟିଏ ଝରଣା ପାଖରେ ଯାଉଥାଏ ହେଲା। ବଣ ଭିତରେ ପାଣି, ପାହାଡ଼ଟିଏ, ପାହାଡ଼ ତଳେ ଝରଣାଟିଏ, ଝଲମଲ ପାଣି, ମାଛମାନେ ଭକ ଭକ ଡେଇଁ ଡେଇଁ କରୁଥାନ୍ତି। ଛେଳିଟିଏ ଝରଣା ପାଖରେ ଯାଉଥାଏ। ଛେଳି ଝଲମଲ ପାଣିକୁ ଦେଖିଲା। ଝଲମଲ ପାଣି ଯୋଉ ଝଲମଲ ହଉଥିଲା, ଛେଳି ସେ ଝଲମଲ ପାଣିକୁ ଦେଖିଲା। ଗାଧୋଇବା ପାଇଁ ତାର ଭାରି ମନ ହେଲା ହେଲା। ସେ ପାଣି ଭିତରକୁ ଫକିରେ ଡେଇଁ ପଡିଲା। ମାଛ ଦେହରେ ତା ଗୋଡଟା ବାଜିଗଲା। ମାଛ ପାଣି ଭିତରେ ଥାଆନ୍ତି, ସେ ମାଛ ଯେତେବେଳେ ଖେଳୁଥିଲେ, ଛେଳି ଯେତେବେଳେ ଡେଇଁ ପଡିଛି ତା ଗୋଡଟା ମାଛ ଦେହରେ ବାଜିଗଲା। ମାଛଟି ରାଗରେ ଗରଗର ହେଇ ଛେଳି ଗୋଡକୁ କାମୁଡି ଦେଲା, ବୁଝିଲ? ମାଛ ଯେତେବେଳେ ଖେଳୁଥିଲା ତା ରାଗ ହେଲା, ଯେତେବେଳେ ତା ଛେଳିର ଗୋଡ ବାଜିଗଲା ମାଛ ଦିହରେ, ତା ଛେଳି ଗୋଡକୁ ମାଛ କାମୁଡି ଦେଲା। ତାପରେ କଣ ହେଲା? ଛେଳିର ଦେହ ଝିମଝିମ ହେଇଗଲା ହେଲା। ସେ ଭୟରେ ପାଣିରୁ ବାହାରିଗଲା, ପାଣିରୁ ବାହାରିକି ପଳେଇଗଲା ଉପରକୁ। ସେହି ଦିନଠାରୁ ଛେଳି ପାଣିକୁ ଜମା ଯାଏନା, ଡରେ ହେଲା। ଗପ ଶୁଣିଲ? କିଏ ସବୁ ଛେଳି ଦେଖିଛ? ହାତ ଟେକିଲ। ସମସ୍ତେ ଦେଖିଛ। ମାଛ କିଏ ଦେଖିଛ? ହାତ ଟେକ। ସମସ୍ତେ ଦେଖିଛ। ଆଚ୍ଛା, ମାଛ କିଏ ଖାଇଛ? ଛେଳି କି ଖାଆନ୍ତି କି ନାହିଁ କହିଲ? ନା। ଆଚ୍ଛା କହିଲ, ଛେଳି କଣ ସବୁ ଖାଏ? ଘାସ। ଆଉ କଣ ଖାଏ? ପତ୍ର। ମାଛ କଣ ଖାଏ? ମାଛ ଜିଆ ଖାଏ। ଜାଣିଛ? ଆଉ କଣ ଖାଏ? ଆଚ୍ଛା ହଉ, ତାହେଲେ ବଲୁରି ବି ଖାଆନ୍ତି। ବଲୁରି ଖାଆନ୍ତି? କେମିତି ଜାଣିଲ ବଲୁରି ଖାଆନ୍ତି? ଆଚ୍ଛା, ବାପା ମାଛ ଧରନ୍ତି, ମାଛ ଧରିକିନା ସେଇ ମାଛକୁ ତମେ ଖାଇଦିଅ, ଭଲ ଲାଗେ? ଗୁଡ୍। ଆଚ୍ଛା ହଉ।